ଚା ପିଇବା ପାଇଁ କାହାକୁ ବା ଭଲ ନ ଲାଗେ। ଲୋକଙ୍କର ତ ସକାଳ ଆରମ୍ଭ ହୁଏ ଚା ଗ୍ଲାସରୁ, ତ ପୁଣି ଦିନ ଶେଷ ହୁଏ ସନ୍ଧ୍ୟାର ଚା ଖଟିରେ। କପେ ଚା ଯେ କେବଳ ଏକ ସୁସ୍ୱାଦୁ ପାନୀୟ ତା ନୁହେଁ, ବରଂ ପରସ୍ପର ଭିତରେ ଗପସପ ହୋଇ ଭାବ ଆଦାନ ପ୍ରଦାନର ଏକ ମାଧ୍ୟମ କହିଲେ ଅତ୍ରୁଟି ହେବ ନାହିଁ। ଏବେ ତ ଦୋକାନମାନଙ୍କରେ ଭିନ୍ନ ଭିନ୍ନ ଫ୍ଲେଭରର ଚା ବି ଆସିଲାଣି। ତେବେ ଭାରତକୁ ଚାର ପ୍ରବେଶ କେବେ ହୋଇଥିଲା ଆଉ ଏହାର ପ୍ରଚାର ପ୍ରସାର କିଭଳି ଭାବରେ ହୋଇଥିଲା, ଆସନ୍ତୁ ଜାଣିବା ଏ ଭିଡିଓ ମାଧ୍ୟମରେ। ଚାର ଇତିହାସ ଜାଣିବା ପାଇଁ ଆମକୁ ଚା ସହିତ ହିଁ ଯାତ୍ରା କରିବାକୁ ପଡ଼ିବ ଆଜକୁ ଠିକ୍ 5000 ବର୍ଷ ତଳକୁ। ସେତେବେଳେ ଚୀନ ଦେଶର ଶାସକ ନିଜକୁ ଫିଟ୍ ରଖିବା ପାଇଁ ସକାଳେ ଗରମ ପାଣିର ସେବନ କରୁଥିଲେ। ଦିନେ ରାଜା ବଗିଚାରେ ବସିଥିବା ବେଳେ ସବୁଦିନ ଭଳି ତାଙ୍କ ସେବନ ପାଇଁ ଗରମ ପାଣିର ପ୍ରବନ୍ଧ କରାଗଲା। ମାତ୍ର ରାଜା ଅନ୍ୟ ମନସ୍କ ହୋଇ ପାଣି ପିଇବା ଭୁଲି ଯାଇଥିଲେ। ତେବେ କିଛି ସମୟ ପରେ ରାଜା ଦେଖିଲେ ପାଖରେ ଥିବା ଏକ ଗଛରୁ କିଛି ପତ୍ର ଉଡ଼ି ଆସି ସେ ପାଣିରେ ପଡ଼ିଯାଇଥିଲା ଏବଂ ସେ ପତ୍ର ପାଣିର ରଙ୍ଗକୁ ମଧ୍ୟ ବଦଳାଇ ଦେଇଥିଲା। ପରେ ରାଜା ସେ ପାଣି ପିଇବା ପାଇଁ ଯିବା ସମୟରେ କିଛି ରାଜକର୍ମଚାରୀ ରାଜାଙ୍କୁ ଏହା ପାନ ନ କରିବା ପାଇଁ କହିଥିଲେ, କାରଣ ଗରମ ପାଣିରେ ପଡ଼ିଥିବା ପତ୍ର ବିଷାକ୍ତ ହୋଇଥାଇପାରେ ବୋଲି ସେମାନେ ସନ୍ଦେହ କରୁଥାନ୍ତି। ମାତ୍ର ରାଜା ସେମାନଙ୍କ କଥାକୁ ଭ୍ରୂକ୍ଷେପ ନ କରି ସେ ପାଣିକୁ ପିଇଲେ। ମାତ୍ର କିଛି ସମୟ ପରେ ରାଜା ପୂର୍ବ ଅପେକ୍ଷା ଅଧିକ ଫ୍ରେଶ ଅନୁଭବ କଲେ। ଏହାପରେ ରାଜା ପ୍ରତିଦିନ ଗରମ ପାଣି ବଦଳରେ ସେହି ପତ୍ର ପଡ଼ିଥିବା ଏବଂ ତାକୁ ଫୁଟା ଯାଇଥିବା ଗରମ ପାଣି ପିଇବା ଆରମ୍ଭ କଲେ ଏବଂ ଧୀରେ ଧୀରେ ରାଜାଙ୍କ ସହିତ ରାଜ କର୍ମଚାରୀମାନେ ମଧ୍ୟ ସେହି ପତ୍ର ପଡ଼ି ଫୁଟା ଯାଇଥିବା ପାଣି ମାନେ ଚା ପିଇବାର ଅଭ୍ୟାସ ଧୀରେ ଧୀରେ ଆରମ୍ଭ କଲେ। ପରବର୍ତ୍ତୀ ସମୟରେ ଏହି ଚା ପତ୍ରର ବ୍ୟବହାର ଚାଇନାରେ ବଢ଼ିବାରେ ଲାଗିଲା। ପରେ ବୌଦ୍ଧ ଭିକ୍ଷୁମାନେ ମଧ୍ୟ ଏହି ଚା ପିଇବା ଆରମ୍ଭ କରିଦେଇଥିଲେ, କାରଣ ଏହା ପିଇବା ଦ୍ୱାରା ସେମାନେ ନିଦକୁ ନିୟନ୍ତ୍ରଣ କରିପାରୁଥିଲେ ଏବଂ ଦୀର୍ଘ ସମୟ ଧରି ଧ୍ୟାନ ମଧ୍ୟ କରିପାରୁଥିଲେ। ଏହାପରେ ଚାଇନାରେ ପ୍ରଚୁର ପରିମାଣରେ ଚା ଚାଷ କରାଗଲା। ଏବେ ଆସିବା ଭାରତକୁ କିଭଳି ଏ ଚା ପ୍ରବେଶ କରିଥିଲା। ଜୈନ ଧର୍ମର ପ୍ରବର୍ତ୍ତକ ମହାବୀର ଜିନ୍ ମଧ୍ୟ ଚାର ଖୋଜରେ ବାହାରିଥିଲେ, କାରଣ ଧ୍ୟାନ ପାଇଁ ମସ୍ତିଷ୍କ ସ୍ଥିର ଏବଂ ଫ୍ରେଶନେସ୍ ପାଇଁ ସେ ଚା ପିଇବା ଦରକାର ବୋଲି ଉପଲବ୍ଧି କରିଥିଲେ। ଏହାପରେ ତାଙ୍କ ପ୍ରଚେଷ୍ଟାରେ ଆସାମର କିଛି ଅଞ୍ଚଳରେ କିଛି ଆଦିବାସୀ ଚା ଚାଷ କରିବା ଆରମ୍ଭ କରିଦେଲେ। ତେବେ ସେତେବେଳେ ପର୍ଯ୍ୟନ୍ତ ଚା କେବଳ ଏକ ଔଷଧୀୟ ପତ୍ର ଭାବେ ବ୍ୟବହୃତ ହେଉଥିଲା। ମାତ୍ର ଅସଲରେ ଚାର କମର୍ସିଆଲାଇଜେସନ୍ ବ୍ରିଟିଶ ମାନେ ହିଁ ଭାରତରେ ଆରମ୍ଭ କରିଥିଲେ। ସେତେବେଳେ ଇଂଲଣ୍ଡର ବଜାରରେ ଚାର ଚାହିଦା ଖୁବ୍ ଜୋର ଥିଲା। କିଙ୍ଗ ଚାର୍ଲସ ଦ୍ୱିତୀୟଙ୍କ ବିବାହ ସମୟରେ ତାଙ୍କୁ ଯୌତୁକ ବାବଦରେ ଏକ ବାକ୍ସ ଭରା ଚା ପତି ଦିଆଯାଇଥିଲା। ଏଥିରୁ ସାଧାରଣରେ ଅନୁମାନ କରାଯାଇପାରେ ବ୍ରିଟିଶ ବଜାରରେ ଚାର ଭ୍ୟାଲୁ କ'ଣ ଥିଲା। ସେତେବେଳେ ଚା ପାଇଁ ଇଂଲଣ୍ଡ, ଚାଇନା ଏବଂ ଜାପାନ ଉପରେ ନିର୍ଭର କରୁଥିଲା। ଆଉ ସେହି ସମୟରେ ବ୍ରିଟିଶ ମାନେ ଜାଣିବାକୁ ପାଇଲେ ଯେ ଭାରତର ଆସାମ ଅଞ୍ଚଳରେ ଚା ଚାଷ ହେଉଛି ଏବଂ କିଛି ଆଦିବାସୀ ସମ୍ପ୍ରଦାୟର ଲୋକ ସେହି ଚାକୁ ଚାଷ କରୁଛନ୍ତି। କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ଆସାମର ଏହି ଚା ବିଷୟରେ କୌଣସି ଲୋକ ଜାଣିନଥାନ୍ତି। ଯେହେତୁ ସେତେବେଳେ ଭାରତରେ ବ୍ରିଟିଶ ମାନେ ଔପନିବେଶିକତାବାଦର ଆରମ୍ଭ କରିଦେଇଥିଲେ ଏବଂ ବମ୍ବେରେ ହିଁ ବ୍ରିଟିଶ ମାନଙ୍କର ଏକ ଟ୍ରେଡର ହବ୍ ଥିଲା, ତେଣୁ ସେମାନେ ଭାରତରେ ଚା ଚାଷ ହେଲେ ସେମାନଙ୍କୁ ସୁବିଧା ହେବ ଭାବି ଚା ଉପରେ ଗବେଷଣା କରିବା ଆରମ୍ଭ କରିଦେଲେ। ତେବେ ପରବର୍ତ୍ତୀ ସମୟରେ ଅର୍ଥାତ୍ ପାଖାପାଖି 1788 ମସିହା ବେଳକୁ ଇଂଲଣ୍ଡର ରୟାଲ ସୋସାଇଟି ଅଫ୍ ଆର୍ଟସ ଚାଇନାରୁ କିଛି ଚା ଚାରା ଆଣି ଭାରତରେ ରୋପଣ କରି ଗବେଷଣା କରିବା ଆରମ୍ଭ କଲା ଏବଂ ଭାରତରେ ଚା ଚାଷ କିଭଳି କମର୍ସିଆଲ ହୋଇପାରିବ ସେ ଉପରେ ମଧ୍ୟ ଦୃଷ୍ଟି ଦିଆଗଲା। ଏଥିପାଇଁ ତତ୍କାଳୀନ ବଡଲାଟ ୱିଲିୟମ ବେଣ୍ଟିକ୍ ଏକ ଉଚ୍ଚସ୍ତରୀୟ ଟି କମିଟି ମଧ୍ୟ ଗଠନ କରିଥିଲେ ଏବଂ ଏହାପରେ ଧୀରେ ଧୀରେ ଆସାମ ସହ ଏହାର ପାଖାପାଖି ଅଞ୍ଚଳ ଦାର୍ଜିଲିଂ ଅଞ୍ଚଳରେ ମଧ୍ୟ ଚା ଚାଷ ହେଲା ଏବଂ ଧୀରେ ଧୀରେ ଭାରତ ପାଲଟିଗଲା ଚାର ହବ୍। ଆଜି ଭାରତ ଚା ରପ୍ତାନିରେ ବିଶ୍ୱର ଏକ ଅଗ୍ରଣୀ ଭୂମିକା ନିଭାଉଛି। ବର୍ଷକୁ ପାଖାପାଖି 13 ଲକ୍ଷ ଟନ୍ର ଚା ଉତ୍ପାଦନ କରି ବିଶ୍ୱରେ ଚା ଉତ୍ପାଦନରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ। ଶେଷରେ ସବୁଠାରୁ ରୋଚକ କଥା ହେଲା ଭାରତ ଉତ୍ପାଦନ କରୁଥିବା ଚାର 90% ଚା ଭାରତରେ ହିଁ ବ୍ୟବହାର ହୋଇଥାଏ। ଅର୍ଥାତ୍ ତେବେ ଏହାରି ଭିତରେ ଚା ଯେ ଭାରତୀୟଙ୍କର ଏକ ବିଶେଷ ପସନ୍ଦ ପାଲଟି ଯାଇଛି, ଏହା କହିଲେ କେବେ
ଭୁଲ ହେବ ନାହିଁ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଆଲର୍ଟ 24x7।